ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂତନ ତାଲିକା 2025ରେ ଆସିଛି। ଏକ ନୂତନ ଘର ପାଇଁ ଆପଣଙ୍କ ନାମ ଯାଞ୍ଚ କରନ୍ତୁ। ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ପର୍ଯ୍ୟାୟକ୍ରମେ ନିର୍ଦ୍ଦେଶିକା। ଆପଣଙ୍କର ନାମ ଆପଣମାନେ କେମିତି ଯାଞ୍ଚ କରିବେ, ଆପଣଙ୍କ ନାମ ସେଥିରେ ଅଛି କି ନାହିଁ, ଆଉ ଆପଣମାନେ ଚାହିଁଲେ ଆପଣଙ୍କର ପଞ୍ଚାୟତର ସମସ୍ତଙ୍କ ଲିଷ୍ଟ ବାହାର କରିପାରିବେ। କେମିତି ଆପଣମାନେ ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଆପଣଙ୍କ ଲିଷ୍ଟ ବାହାର କରିବେ ଆଜି ଆମେ ଜାଣିବା। ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଏହି ଭିଡ଼ିଓ ମାଧ୍ୟମରେ କହିବି। ତେଣୁ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର କରିଦେଇକି କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓକୁ ଆରମ୍ଭ କରିବା। ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ପକ୍କା ସ୍ଥାୟୀ ଘର ପାଇବାର ସ୍ୱପ୍ନ ସେମାନଙ୍କ ଜୀବନରେ ସବୁଠାରୁ ବଡ଼ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY ହେଉଛି ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରମୁଖ ମିଶନ। ପ୍ରତିବର୍ଷ ହିତାଧିକାରୀଙ୍କ ନୂତନ ତାଲିକା ମଞ୍ଜୁର ହୁଏ ଏବଂ ଲକ୍ଷ ଲକ୍ଷ ଲୋକ ସେହି ତାଲିକାରେ ସେମାନଙ୍କର ନାମ ଅଛି କି ନାହିଁ ତାହା ଦେଖିବା ପାଇଁ ଅପେକ୍ଷା କରନ୍ତି। ଆପଣ କ'ଣ ନୂତନ ଘର ପାଇଁ ଆବେଦନ କରିଛନ୍ତି? ଆପଣ କ'ଣ ଆପଣଙ୍କର ସବସିଡି ପାଇଁ ଅପେକ୍ଷା କରିଛନ୍ତି? 2025 ପାଇଁ ନୂତନ PMAY ହିତାଧିକାରୀ ତାଲିକା ଅପଡେଟ୍ କରାଯାଉଛି। ଏହା ଗ୍ରାମାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିକା ଏବଂ ସହର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରିବାରେ ସାହାଯ୍ୟ କରିବା ପାଇଁ ଏକ ସମ୍ପୂର୍ଣ୍ଣ ପର୍ଯ୍ୟାୟକ୍ରମେ ନିର୍ଦ୍ଦେଶିକା। ପ୍ରକ୍ରିୟା ଉଭୟ ପାଇଁ ଭିନ୍ନ, ତେଣୁ ଦୟାକରି ଆପଣଙ୍କ ପାଇଁ ପ୍ରଯୁଜ୍ୟ ବିଭାଗକୁ ଭଲ ଭାବେ ପଢ଼ନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY କ'ଣ? ସମସ୍ତଙ୍କ ପାଇଁ ଗୃହ ମିଶନ ଅଧୀନରେ ଆରମ୍ଭ ହୋଇଥିବା PMAY ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ସୁଲଭ ଗୃହ ଯୋଗାଇବା ଲକ୍ଷ୍ୟ ରଖିଛି। ଏହା ଗୋଟିଏ ଯୋଜନା ନୁହେଁ, ବରଂ ଏହାର ଦୁଇଟି ପ୍ରମୁଖ ଅଂଶ ଅଛି। ନମ୍ବର 1 PMAY ଗ୍ରାମୀଣ PMAYG। ଏହା ଗ୍ରାମାଞ୍ଚଳ ଗ୍ରାମରେ ଥିବା ପରିବାର ପାଇଁ। ଏହା ଏକ ନୂତନ ପକ୍କା ଘର ନିର୍ମାଣ କିମ୍ବା ଏକ ଅବ୍ୟବହୃତ କୁଚା ଅସ୍ଥାୟୀ ଘର ଅପଗ୍ରେଡ୍ କରିବା ପାଇଁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରେ। ନମ୍ବର 2 PMAY ସହରାଞ୍ଚଳ PMAYU। ଏହା ସହର ଏବଂ ସହରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ EWS, ନିମ୍ନ ଆୟ ଗୋଷ୍ଠୀ LIG ଏବଂ ମଧ୍ୟମ ଆୟ ଗୋଷ୍ଠୀ MIG ପରିବାର ପାଇଁ। ଏହା ଗୃହ ଋଣ କିମ୍ବା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଉପରେ ସବସିଡି ପ୍ରଦାନ କରେ। ଏହି ସୁବିଧା ପାଇବା ପାଇଁ ହିତାଧିକାରୀ ତାଲିକାରେ ଆପଣଙ୍କ ନାମ ଖୋଜିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ। ଭାଗ 1 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିକା 2025ରେ ଆପଣଙ୍କ ନାମ କିପରି ଯାଞ୍ଚ କରିବେ? ଏହି ପ୍ରକ୍ରିୟା ଗ୍ରାମାଞ୍ଚଳ ଏବଂ ଗ୍ରାମର ବାସିନ୍ଦାଙ୍କ ପାଇଁ। PMAYG ତାଲିକା ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହୁଏ। ସରକାରୀ ୱେବସାଇଟ୍ PMAYG.nic.in। ଆପଣଙ୍କ ନାମ ଯାଞ୍ଚ କରିବାରେ ଦୁଇଟି ମୁଖ୍ୟ ଉପାୟ ଅଛି। ଯଦି ଆପଣ ଆପଣଙ୍କ ଗାଁର ସମ୍ପୂର୍ଣ୍ଣ ତାଲିକା ଦେଖିବାକୁ ଚାହାନ୍ତି, ତେବେ ପ୍ରଥମ ପଦ୍ଧତିଟି ସର୍ବୋତ୍ତମ। ପଦ୍ଧତି କ'ଣ? ସମ୍ପୂର୍ଣ୍ଣ ଗ୍ରାମ ହିତାଧିକାରୀ ତାଲିକା ଦେଖନ୍ତୁ। ପଦକ୍ଷେପ 1 PMAY ଗ୍ରାମୀଣର ସରକାରୀ ୱେବସାଇଟ୍ ଖୋଲନ୍ତୁ PMAYG.nic.in। ପଦକ୍ଷେପ 2 ହୋମ୍ ପେଜରେ ମୁଖ୍ୟ ମେନୁରେ ଆବାସ ସ୍ପୋର୍ଟ ଟ୍ୟାବ୍ ଖୋଜନ୍ତୁ, ଏହା ଉପରେ କ୍ଲିକ୍ କରନ୍ତୁ। ପଦକ୍ଷେପ 3 ଏକ ଡ୍ରପ୍ ଡାଉନ୍ ମେନୁ ଦେଖାଯିବ, ରିପୋର୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ପଦକ୍ଷେପ 4 ଆପଣଙ୍କୁ ଏକ ନୂତନ ପୃଷ୍ଠା ପୋର୍ଟାଲକୁ ପୁନଃ ନିର୍ଦ୍ଦେଶିତ କରାଯିବ RHReporting.nic.in। ଏହି ପୃଷ୍ଠାରେ ତଳେ ସାମାଜିକ ଅଡିଟ୍ ରିପୋର୍ଟ ବିଭାଗ ଖୋଜନ୍ତୁ। ପଦକ୍ଷେପ 5 ଏହି ବିଭାଗ ଅଧୀନରେ ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଯାଞ୍ଚ ପାଇଁ ଲାଭାର୍ଥୀଙ୍କ ବିବରଣୀ। ପଦକ୍ଷେପ 6 ସିଲେକ୍ସନ୍ ଫିଲ୍ଟର ନାମକ ଏକ ନୂତନ ପୃଷ୍ଠା ଖୋଲିବ। ଏହିଠାରେ ଆପଣ ଆପଣଙ୍କର ତାଲିକା ପାଇବେ। ଆପଣଙ୍କୁ ନିମ୍ନଲିଖିତ ଗୁଡ଼ିକ ଚୟନ କରିବାକୁ ପଡ଼ିବ। ରାଜ୍ୟ, ଆପଣଙ୍କ ରାଜ୍ୟ ଚୟନ କରନ୍ତୁ। ଜିଲ୍ଲା, ଆପଣଙ୍କ ଜିଲ୍ଲା ଚୟନ କରିବେ। ଅବରୋଧ, ଆପଣଙ୍କର ବ୍ଲକ ଚୟନ କରିବେ। ଗ୍ରାମ ପଞ୍ଚାୟତ, ଆପଣଙ୍କର ଗ୍ରାମ ପଞ୍ଚାୟତ ଚୟନ କରନ୍ତୁ। ବର୍ଷ, ଆପଣ ଯେଉଁ ଆର୍ଥିକ ବର୍ଷ ଯାଞ୍ଚ କରିବାକୁ ଚାହୁଁଛନ୍ତି ତାହା ଚୟନ କରନ୍ତୁ, ଯଥା 2024-2025। ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଚୟନ କରନ୍ତୁ।
पदक्षेप 7 समस्त विवरणी पूरण करने पर कैप्चा बॉक्सर गणित प्रश्नर उत्तर जठा 25 + 30 प्रवेश करूँ एवं सबमिट बटन उपरे क्लिक करूँ। पदक्षेप 8 सही वर्ष पाई आपण गाँव समस्त हिताधिकारी एक संपूर्ण तालिका स्क्रीन रे देखा दिबो। आपण तालिका को स्क्रॉल करि परिबे किंबा आपण नाम खोजिबा आपण कंप्यूटर रे Ctrl+F व्यवहार करि परिबे। पद्धति बी आपणकर पंजीकरण नंबर सहित सीधा सड़क खोजतु। जदि आपणकर पंजीकरण नंबर अच्छी जहाँ आपण प्रथम थर आवेदन करने समय पाइथिले तेबे एही पद्धति बहुत द्रुत। पदक्षेप 1 ऑफिशियल वेबसाइट को जातु pmayg.nic.in। पदक्षेप 2 होम पेज रे स्टेक होल्डर्स टैब को जातु। पदक्षेप 3 ड्रॉप डाउन रु IAY PMAYG बेनिफिशियरी उपरे क्लिक करंतु। पदक्षेप 4 एक नूतन पृष्ठा खोलिबो। आपणकर पंजीकरण नंबर प्रवेश करंतु एवं सबमिट क्लिक करंतु। पदक्षेप 5 जदि आपणकर नंबर तालिका अछि तेबे आपणकर संपूर्ण हिताधिकारी प्रोफाइल खोलिबो जेउठे आपणकर नाम बैंक विवरणी एवं आपणकर किस्तीर स्थिति देखा दिबो। भाग 2 प्रधानमंत्री आवास योजना सहरांचल तालिका 2025 रे आपणक नाम किपरि जांच करिवे। एही प्रक्रिया सहर एवं पौर अंचल बासिंदा PMAYU तालिका गृह एवं सहरांचल व्यापार मंत्रालय द्वारा परिचालित हुए। सरकारी वेबसाइट pmayurban.gov.in। सहरांचल तालिका जांच करिवार सबुठारु सहज उपाय होउची आपणकर आधार नंबर व्यवहार करवा। आधार नंबर द्वारा PMAY शहरी तालिका किपरि जांच करिवे। पदक्षेप 1 PMAY सहरांचल सरकारी वेबसाइट को जातु pmayurban.gov.in। पदक्षेप 2 होम पेज रे मुख्य मेन्यू रे उपभोक्ता टैब खोजंतु। पदक्षेप 3 ड्रॉप डाउन मेन्यू रु सर्च बेनिफिशियरी लिंक पर क्लिक करंतु। पदक्षेप 4 सर्च बेनिफिशियरी शीर्षक सहित एक नूतन पोस्ट खोलिबो। यह आपन को आधार नंबर एंटर करने को कहिबो। पदक्षेप 5 बॉक्स रे आपन को 12 अंक विशिष्ट आधार नंबर प्रवेश करंतु एवं देखांतु बटन पर क्लिक करंतु। पदक्षेप 6 जदि आपन को नाम PMU डाटाबेस रे अछि एवं अनुमोदन करा जायछि तेबे आपन को विवरणी स्क्रीन प्रदर्शित हेबो। यह आपन को नाम आपन को परिवार सदस्य एवं आपन को आवेदन स्थिति देखाइबो। जदि बार्ताटी कोई हिताधिकारी मिला नहीं बोली लेखा जाए तेबे एहार अर्थ हेउची आपन को नाम तालिका रे नहीं किंबा आपन को आवेदन एपर्यंत प्रक्रियाकरण हेउची। आशा करूची आपन मानकु आजिर एही भिडियोटी निश्चित भाव में भल लागिथिबो। आ आपन माने भिडियो देखि सब किछि बुझी जाइथिबे जे प्रधानमंत्री आवास योजना ग्रामीण आउ सहरांचल केमिटी आपण माने निजर नाम चेक करिवे आपनकर आसीची कि नाही आपन स्थिति केमिति चेक करेंगे आपण मानकु ए वीडियो माध्यम रे मु जनइली। जदि आपण मानकु ए वीडियोटी भल लगी थाए दयाकोरी ए वीडियो को लाइक शेयर और कमेंट करंतु। आ जे माने ए पर्यंत आम चैनल को सब्सक्राइब करनांतु आपण मानकु अनुरोध आपण माने एबे ही आम चैनल को सब्सक्राइब करंतु। आज पई एतिके फोन देखाबो आउ एक वीडियो रे सेटे पर्यंत मु दीपू आपण मानक थारे विदाय नउची रहुची। धन्यवाद।